ପାଖାପାଖି 11ଟା ବେଳେ ଆମର ଆଟେଣ୍ଡାଣ୍ଟ ଆସିକି ମାନେ କହିଲା ଯେ ସାର୍ ସେଠି ନିଆଁ ଲାଗିଛି। ଆମେ 3-4 ଜଣ ଫାଷ୍ଟ ଯାଇକି ଦେଖିଲୁ। ସେତେବେଳେ ନିଆଁ କଣ୍ଟ୍ରୋଲ ମାନେ ବେଶୀ ଜୋରରେ ଲାଗିନଥିଲା। ତାକୁ ଯାହା ବି ଫାୟାର ଏକ୍ସଟିଂଗୁଇସର ଅଛି ଆମେ ସେଟାକୁ ଆୟତ୍ତ କରିବାକୁ ଚେଷ୍ଟା କଲୁ। ଆଉ ଇମିଡିଏଟଲି ଅଗ୍ନିଶମ ବିଭାଗକୁ କଣ୍ଟାକ୍ଟ କଲୁ। ଆଉ ବଟ୍ ନିଆଁ କ'ଣ ହେଲା କି ବହୁତ ଜଲ୍ଦି ବଢ଼ି ଚାଲିଲା। ଆଉ ଆମ ପକ୍ଷରେ ତାକୁ ଆୟତ୍ତ କରିବା ସମ୍ଭବ ହେଲା ନାହିଁ। ଆଉ ତାପରେ ୱିଥ୍ ଟାଇମ୍ ଅଗ୍ନିଶମ ବିଭାଗ ଆସିକି ପହଞ୍ଚିକି ତାକୁ କଣ୍ଟ୍ରୋଲରେ ନେଲା। ନାଇଁ ସେମିତି ତ ଜଳନଶୀଳ କିଛି ନଥିଲା। ଆମର 2ଟା ବ୍ଲାଙ୍କ ସିଲିଣ୍ଡର ଥିଲା ସେଠି ଅକ୍ସିଜେନ ସିଲିଣ୍ଡର। ତ ଆଉ ଯେହେତୁ ଏଟା ଆଜବେଷ୍ଟସ୍ ମାନେ ଟିଣ ଛପର ଥିଲା, ତ ସେଇଟା ଯେହେତୁ ଧୂଆଁ ବେଶୀ ବଢ଼ିଗଲା, ତ ସେଇଟା ହିଁ ଫାଟିଲା, ଯୋଉଥିପାଇଁ କି ଟିକେ ଇଏ ବି ହେଲା, ସାଉଣ୍ଡ ବି ହେଲା। ଆଉ ସେମିତି କୌଣସି ପ୍ରକାର କ୍ଷୟକ୍ଷତି ହେଇନି। ଆମେ ଟାଇମରେ ଯିଏ ବି ନିୟର ବାଇ ପବ୍ଲିକ ଥିଲେ, ପେସେଣ୍ଟ ସମସ୍ତଙ୍କୁ ଇଭାକୁଏଟ୍ କରିଦେଲୁ। ଆଉ ସେମିତି ସିରିୟସ୍ ପେସେଣ୍ଟ ବି କିଏ ନଥିଲେ ଯାହାକୁ କି ରିଫର ଦରକାର ପଡ଼ିବ। ଏବେ ଫିର୍ ବି ଆମେ ଆଉଥରେ ଇଭାଲୁଏଟ୍ କରିକି ତାକୁ ଦେଖୁଛୁ, ଯଦି ପେସେଣ୍ଟଙ୍କର କାହାର ଦରକାର ପଡ଼ିବ ଆମେ ରେଫର କରିବୁ। ଆଉ ସେମିତି କିଛି କ୍ଷୟକ୍ଷତି ହେଇନାହିଁ। ବର୍ତ୍ତମାନ ନିଆଁ କମ୍ପ୍ଲିଟଲି କଣ୍ଟ୍ରୋଲ ହେଇସାରିଛି।